ତୋର ଭକ୍ତ ଜଇଁ ବସି ଥାଇ କୋଟି ବୈକୁଣ୍ଠ ସେ ସ୍ଥାନ ଅଟଇ। ଆରେ ବିଷ୍ଣୁ ହେଲା ତମକୁ ଦିଆହବ ଭୋଗରାଗ ପଞ୍ଚାମୃତ। ବେଙ୍ଗ ଖିଆ ପାଟି ଦେଖାନି ଟିକେ ଏମିତି ହାତ କରିଦେନି ଯେ ମୋଡି ହେଇଯାଉଛି ସିଆଡେ ଟିକେ ଦେଶ ନହେଲେ ନଈବ ଟିକେ ବଢି ଆସୁ। ପବନ ଆଉଛି ଏତେ କିଲୋମିଟର ପବନ ଯେ ବାବା ଯଦି ହଟେଇ ଦେଲା ପବନକୁ ଆମେ ଜାଣିବୁ ଯେ ବାବାର ବିଭୂତି ଅଛି। ଗୋଟେ ବଜ୍ରପାତ କରିଦଉନାହାନ୍ତି କୋଉ ଦେଶ ଉପରେ କହିକି କହିବେ କରିବେ ଆମେ ଜାଣିବୁ ସେ ବାବାଜୀର ବିଭୂତି ଅଛି। ସ୍ୱପ୍ନରେ ଜଣେ ବ୍ରାହ୍ମଣ ବେଶରେ ଗେରୁଆ ବସ୍ତ୍ର ଖଣ୍ଡେ ପିନ୍ଧି ଆସି ମୋ ପାଖରେ ପହଞ୍ଚିଲେ। ଆରେ କ'ଣ ଭାବୁଛୁ? ମୁଁ କହିଲି କ'ଣ ଭାବୁଛି, ତ ଏଇ ଜିନିଷ ମୁଁ ଭାବୁଛି। କହିଲେ ତୋର ବା ସେଠି ଅନନ୍ତ ବଟ ପାଖରେ ଅନନ୍ତ ଶୟନ ଅଛି, ଆଉ ସେଇଠି ବା ମୁଁ ଅଛି, ଆଉ ସେଇଟା ମୋ ସ୍ଥାନ, ତୁ ବା ସେଠି ରହିବୁ। କାର୍ଯ୍ୟ ଭିତରେ ବି କାର୍ଯ୍ୟ କରି ଚାଲିଛି, ତେଣୁକରି ଲୋକଙ୍କୁ କାହିଁକି ଚିହ୍ନା ଦେବି ଯେ ମୁଁ କିଏ ସେ କ'ଣ କାହିଁକି କହିବାକୁ ଯିବି। ଆମ ଅଫିସରେ ସାର୍ ମାନେ କହିବେ ମଳୟ ବାବୁ ଆପଣ ୟା ଭିତରେ ଏତେ ଡ୍ରେସ୍ ପିନ୍ଧିଛନ୍ତି, ଆପଣଙ୍କୁ ଗରମ ହେଉନି, ଆମେ ଖଣ୍ଡେ ଗଞ୍ଜି ଖଣ୍ଡେ ଖରାଦିନେ ପିନ୍ଧି ପାରୁନୁ, କିନ୍ତୁ ଅଥଚ ତୁମେ ଆକୁ ପିନ୍ଧି ସମ୍ଭାଳିଛ କେମିତି? ସେ କିଛି ନାହିଁ, ମୋଟେ ମାଳିକା ନାହିଁ, ପୋଥିରେ ନାହିଁ, ପୁରାଣେ ନାହିଁ ନଥାଉ। କହିଲା ମୋର ଭକ୍ତ ଜଇଁ ବସି ଥାଇ କୋଟି ବୈକୁଣ୍ଠ ସେ ସ୍ଥାନ ଅଟଇ। ବିଷ୍ଣୁ ବା ନିଜେ ଆସିବେ। କଣ ଭାବୁଛ ଭକ୍ତକୁ? ଭକ୍ତଙ୍କୁ କଣ ଭାବୁଛ? ଆଗେ ହୁକୁମ ଦେଉଥିଲେ ନାରାୟଣ, ଏଇଟା ଭକ୍ତ ହୁକୁମ ଦେବେ ବିଷ୍ଣୁଙ୍କୁ। କାହିଁ କହିଲ? କହିଲା ନାନା ଅବତାର ଶ୍ରୀହରି ହୁଅନ୍ତି ସନ୍ଥ ଜନ ପାଳି ବାକୁ ନାଭି କମଳରୁ ଉଦୟ ହୁଅନ୍ତି ଭକ୍ତ ଆଜ୍ଞା ପାଳିବାକୁ। ଗୟାସୁର ନାଭିରେ ଶୋଇଛି, ସିଆଡକୁ ମୁଣ୍ଡ ଦେଇକି ଇଆଡକୁ ପାଦ ଦେଇ ଶୋଇଛି, ତେଣୁ ତାରି ନାଭିରେ ପିଣ୍ଡ ଦିଆ ହଉଛି। ନାଭି କ୍ଷେତ୍ର ଗୟା କ୍ଷେତ୍ରରେ ପ୍ରଭୁ ଜନ୍ମିବେ। ଏଇଖିଣା ସେଇ ନାମ ଦେଇ ସେଇ ଜାତି ଦେହ ଲୋକ ଗୁରା ସେ କହୁଛନ୍ତି ଆମେ ସବୁ ବିଷ୍ଣୁ ହେଇଗଲୁ। ଆରେ ବିଷ୍ଣୁ ହେଲା ତମକୁ ଦିଆହବ ଭୋଗରାଗ ପଞ୍ଚାମୃତ। ବେଙ୍ଗ ଖିଆ ପାଟି ଦେଖାନି ଟିକେ ଏମିତି ହାତ କରିଦେନି ଯେ ମୋଡି ହେଇଯାଉଛି ସିଆଡେ ଟିକେ ଦେଶ ନହେଲେ ନଈବ ଟିକେ ବଢି ଆସୁ। ସତ୍ୟ ବିଷ୍ଣୁ ଆଉ କଣ ଯାଇଥାଏ ଲୋକ? ଯିଏ ଚାହିଁବ କରିଦବ। ବାତ୍ୟା ଆଉଛି ନା ଇଆଡକୁ ସେ ମୋଡିଦବ। ଓଡିଶା କାହିଁ ବାତ୍ୟା ଆସୁନି କହିପାରିବ ସେ କଥା? ଶୁଣ ମ ଅନେକ ବାବା ହାତ ଗୋଟେ ବାବା ଜାଣି ଦେଖ ପବନ ଆଉଛି ଏତେ କିଲୋମିଟର ପବନ ଯେ ବାବା ଯଦି ହଟେଇ ଦେଲା ପବନକୁ ଆମେ ଜାଣିବୁ ଯେ ବାବାର ବିଭୂତି ଅଛି। ସେଟା ଗାଲୁଆ କିଛି କରିପାରିବେନି। ଗୋଟେ ବଜ୍ରପାତ କରିଦଉନାହାନ୍ତି କୋଉ ଦେଶ ଉପରେ କହିକି କହିବେ କରିବେ ଆମେ ଜାଣିବୁ ସେ ବାବାଜୀର ବିଭୂତି ଅଛି। ଏଗୁରା ସବୁ ଏ ଢମଢମା ବାଣୀ ଚଳିବନି। ଏ ଢମଢମା ବାଣୀ ଚଳିବନି। ଚିଲମ ଖାଇଦେଇ ନାନା ଗପ ଲୋକ ବାନ୍ଧିକି କରେଣ୍ଟ ଚଢେଇବେ, ବାବାଙ୍କ ରଙ୍ଗ ଛାଡିଯିବ ଏକାଥରକେ। ଜାଣିଛ ସତ କଥା ଏଟା। ଭକ୍ତ ସବୁ ଗୃହରେ ଅଛନ୍ତି, ମନେ ରଖ ପ୍ରକାଶ ବାବୁ, ଗୃହରେ ସବୁ ଭକ୍ତ ଅଛନ୍ତି, ତମେ ଜାଣିପାରୁନା। କହିଲା ଗୁପତେ ଖେଳିବୁ ଚିହ୍ନା ଯେ ନ ଦେବୁ ସଂସାରେ ଗୃହୀ ଯେ ମନ୍ତେ ପଞ୍ଚଶସ୍ତ୍ର କଳି ଭୋଗଟି ହୋଇଲେ ଜାଣିବେ ଜନ ଜଗତେ। ସତ୍ୟାର ହାଡିଦାସ ମହାପୁରୁଷ ଏ କଥାକୁ ଲେଖିଦେଇ ଯାଇଛନ୍ତି। ପଞ୍ଚଶସ୍ତ୍ର କଳି ଯେତେବେଳେ ଭୋଗ ହେଇଯିବ ସବୁ ଲୋକ ଜାଣିବେ କଣ ସବୁ ହଉଛି। ଦେଖନ୍ତୁ ଆଜ୍ଞା, ଗୋଟେ କଥା ମଳୟବାବୁ, ମୋର ପ୍ରଶ୍ନ ଯେ ଏ ଯୋଉ ପୀଠଟି ହେଲା କଣ ଆପଣ କି ନିର୍ଦ୍ଦେଶ ଥିଲା ନା ଆପଣ କେମିତି କଣ ଏ ପୀଠଟି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ହେଇଛି? ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଶ୍ରୀ ଗୁରୁ ଶରଣମ୍। ପ୍ରକାଶ ବାବୁ, ମିଡ଼ିଆ ବାବୁ, ଆପଣଙ୍କୁ ବି ଧନ୍ୟବାଦ। ଆପଣ ଆସିକି ଆଜି ଏଇ ଜିନିଷଟିକି ପଚାରିଛନ୍ତି, ଯାହାଦ୍ୱାରା କି ଏଠି ତ କୌଣସି ଲୋକମାନେ ଆମକୁ ଏତେ ଭଲ ପାଆନ୍ତିନି, କିନ୍ତୁ ଆମେ ଆମ ହିସାବରେ ରହୁ। ଆଉ ସେ ପ୍ରଭୁଙ୍କର ଆଶୀର୍ବାଦ ଯାହାଦ୍ୱାରା କି ଆସିକି ଆମେ ପହଞ୍ଚିଛୁ। ଆଉ ତା ପୀଠରେ ଏଠି ରହିଲା ଭିତରେ ଆମ ଜେଜେବାପା ଯିଏ ଥିଲେ ଜଗନ୍ନାଥ ପ୍ରସାଦ ଦାସ, ଇଏ ହେଲା ତାଙ୍କର ସମାଧି ପୀଠ। ଆଉ ଆମେ ଅଧିକାଂଶ ଟାଇମ୍ ଭାବିଲା ଭିତରେ କହିଲୁ ପ୍ରଭୁ ତୁମର ତ ଏ ଜାଗାରେ ଜୀବିତ ସମାଧି ନେଇଥିଲେ, ଆଉ ସେଇ ବଂଶର ଯଦି ଆମେ, ତାହେଲେ ତୁମେ ଆସିକି ତୁମ ଜିନିଷଟା ତିଆରି କର। ସ୍ୱପ୍ନରେ ଜଣେ ବ୍ରାହ୍ମଣ ବେଶରେ ଗେରୁଆ ବସ୍ତ୍ର ଖଣ୍ଡେ ପିନ୍ଧି ଆସି ମୋ ପାଖରେ ପହଞ୍ଚିଲେ। ଆରେ କ'ଣ ଭାବୁଛୁ? ମୁଁ କହିଲି କ'ଣ ଭାବୁଛି, ତ ଏଇ ଜିନିଷ ମୁଁ ଭାବୁଛି। କହିଲେ ତୋର ବା ସେଠି ଅନନ୍ତ ବଟ ପାଖରେ ଅନନ୍ତ ଶୟନ ଅଛି,
ଆଉ ସେଇଠି ବା ମୁଁ ଅଛି, ଆଉ ସେଇଟା ମୋ ସ୍ଥାନ, ତୁ ବା ସେଠି ରହିବୁ। ମୁଁ କହିଲି ମୁଁ ରହିବି, ମୁଁ ଏ ଘରେ ସଂସାର ଛୁଆ ପିଲା ସମସ୍ତଙ୍କୁ ନେଇକି। କହିଲେ ମୁଁ ତ ପଛରେ ଅଛି, କୁଆଡ଼ୁ କ'ଣ ଆସିବ ସବୁ ଜିନିଷ ତୋର ଆପେ ହେଇଯିବ। ମୁଁ କହିଲି ତୁମ ଇଚ୍ଛା ଯେ, ଆଉ କେଉଁ ଜାଗାରେ ନା ଏଇ ଜାଗା ତ ଦେଖେଇଦେବି। ସେ ଜାଗା ଆଣିକି ମୋତେ ବି ଦେଖେଇ ଦେଇଥିଲେ। ଏଇଟା ବି ତାଙ୍କରି ପୀଠ, ତାଙ୍କରି ସମାଧି ପୀଠ। ଏଇଠି ସମାଧି ବି ଜୀବିତ ସମାଧି ନେଇଥିଲେ, ଟାଇମ୍ ନେଇଥିଲେ, ନେଇକି ସେଇ ଟାଇମ୍ରେ ସମାଧି ବି ନେଇଥିଲେ। ଆଉ ସ୍ୱପ୍ନରେ ମୋତେ ଏଇ ଜିନିଷକୁ ମୋତେ ସେ ଦେଖେଇଥିଲେ, ଏଇ ଟାଇପ୍ର ଜିନିଷ ହେଉଛି। ଯାହା ବି ହଉଛି ସେଇ ଉପରବାଲାର ସେଇ ସବୁ ତାର, ସେଇ ଜଗନ୍ନାଥ ଦାସଙ୍କର। ତାପରେ ମନେ 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 ଚିନ୍ତା କରି ରହିଲି, ମୁଁ କହିଲି କେଉଁଠି ଦେଖିବି। ତାପରେ ଗଲି କେଉଁଠି ନୀଳଗିରି ଗଲି, ସେଠି ଆମର ଥିଲେ ଶ୍ରୀ ଗୁରୁ ଗୋପୀନାଥ ବାବା। ସିଏ ମାନେ ଦେହ ଛାଡ଼ିଲା ପରେ ବି ଯେତେବେଳେ ତାଙ୍କୁ ସମାଧି ଦେବା ପାଇଁ ଗଲି, ସିଏ ଷ୍ଟ୍ରେଟ୍ ପୁଣି ଚାହିଁ ଦେଲେ। ଆପଣଙ୍କ ଗୁରୁଦେବ ମାନେ ଗୁରୁଦେବଙ୍କ ମାନେ ଇଏ ଆସ ମାନେ ମୁଁ ଜାଣିଲି କ'ଣ କି ସେଇ ଜଗନ୍ନାଥ ଦାସ ତା ଭିତରେ ପଶିକି ମୋତେ ସେ ଡାକିଲା, ଯାହାଦ୍ୱାରା କି ସେ 10 ବର୍ଷ ପୂର୍ବରୁ ବି ତାଙ୍କ ଭକ୍ତମାନଙ୍କୁ ସମସ୍ତଙ୍କୁ କହିଥିଲେ। ହଁ, ଆଉ ଯାଜପୁରରେ ମୋର ଅନନ୍ତ ଯୁଗର ଛୁଆ ଅଛି, ସିଏ ଆସିବ, ଆଉ ମୋ କର୍ମତକ ସବୁ କରିବ। ନିଜେ ହିଁ ଆମେ ତାଙ୍କୁ ସମାଧି ଦେଇଥିଲୁ। ସେ ନୀଳଗିରିରେ ନେଲେ, ତାଙ୍କ ପୀଠରେ ନେଲା ପରେ ଲୋକମାନେ ସମସ୍ତେ ଅନେଇଥିଲେ ଯେ ଇଏ ଲୋକ ତ ମାନେ ଦେହ ଛାଡ଼ି ଦେଇଛନ୍ତି, ଅଥଚ ଆଖି ବୁଜିଛନ୍ତି, ଇଏ ଯାଇ ସମାଧି ଦେଲାଠୁ ଇଏ କ'ଣ ପୁରା ତମ ଚାହିଁକି ହସିଲା ଆକୁ ଦେଖିକି, ତା ମାନେ କ'ଣ? ଆମେ ବି ସେଇଟା ଗୋଟେ ଅଦ୍ଭୁତ ଭାବିଗଲୁ। ତାପରେ ଆସିଲା ପରେ ଏ ଜାଗା ଉପରେ ଟିକେ ପୂଜାପୂଜି କଲୁ। ଆମ ସାଥିରେ ଆସିଥିଲେ ବି, ସେ ଡକେଇଥିଲେ ସେ ଭୈରବ ବାବା ହେରିକା, ବାବାଙ୍କର ମେନ୍ ପ୍ରଥମ ଶିଷ୍ୟ ଯିଏ, ସିଏ ବି ଆସିଥିଲେ। ସିଏ ଆସିକି ବି ଏଠି କହିକି ଯାଇଥିଲେ, ହଁ ଏଇ ଜାଗାରେ ଏଇଆ ହେବ। ତାପରେ ମୋର ବଡ଼ ଭାଇ ଅଛନ୍ତି କଳ୍ପତରୁ ଦାସ, ସିଏ କ'ଣ କରୁଥିଲେ ନା ମୋତେ କହିଲେ, ମଳୟ ଭାଇ ଏଇଟା ହେଉଛି ଅନନ୍ତ ବଟବା, ଆଉ ତୁ ଚିହ୍ନି ପାରୁନୁ କ'ଣ? ଏଇଠି ବା ତୁ ଯେଉଁ ଜିନିଷକୁ ଖୋଜୁଛୁ ଏଇ ଜାଗା ତୋର ସେଇ, ଆଉ ତୁ ଏଠି ତୋ କାର୍ଯ୍ୟକ୍ରମ ଗୁଡ଼ାକ କରିଚାଲ, ସବୁ ସିଏ ତାର ଆସିକି ପହଞ୍ଚିଯିବ। ଆଉ ସେଇଦିନଠୁ ମୁଁ ଗୋପୀନାଥ ବାବାଙ୍କୁ ମନ ଭିତରେ ଚିନ୍ତା କରେ ଯେ ସିଏ ଆ ଭିତରେ ପଶିଛନ୍ତି, ମାନେ ସେଇ ଜଗନ୍ନାଥ ଦାସ ତାଙ୍କ ରୂପ ଦେଖେଇ ମୋତେ ଦେଖେଇଲେ। କାରଣ ଆମେ ତ ଦେଖିନଥିଲୁ ନା, ସିଏ ହେଲେ ଜନ୍ମର ମାନେ ମୋ ଜନ୍ମର 6 ନମ୍ବର ପୁରୁଷ ଥିଲେ। ଆଉ ତାପରେ ପରେ ଭାଇଙ୍କ ସାଙ୍ଗରେ ଯେବେଠାରୁ ଭେଟ ହେଇଛି, ଆଉ ଭାଇ ମୋତେ ଉପଦେଶ ହିସାବରେ ସଦାବେଳ ପାଇଁକା ସିଏ ମୋତେ ବହୁତ ଭଲ ପାଆନ୍ତି। ଆଉ ତେଣୁକରି ତାଙ୍କୁ ଧରିକି ଚାଲିଛି, ସିଏ ତାଙ୍କର ଯାହା କରିବେ ପ୍ରଭୁଙ୍କର ଇଚ୍ଛାରେ। ଆଉ ଗୋଟେ କଥା, ଆଜ୍ଞା ଆପଣ ଯୋଉ ବସ୍ତ୍ର ପିନ୍ଧିଛନ୍ତି ଆଜ୍ଞା ସବୁବେଳେ ଡ୍ରେସ ଭିତରେ ପିନ୍ଧନ୍ତି, ଆଜ୍ଞା ସେ ଧଳା କପଡ଼ା ଆଜ୍ଞା ବିହାରୀ ବସ୍ତ୍ର ପ୍ୟାଣ୍ଟ ସାର୍ଟ ଭିତରେ ଆଜ୍ଞା ଆଜ୍ଞା ସେଇଥିରେ ଆପଣ ମାନେ ପେଶାରେ ଜଣେ ଇଲେକ୍ଟ୍ରିକ ବିଭାଗରେ ଚାକିରି କରୁଛନ୍ତି, ଆଜ୍ଞା ତାପରେ ବି ଆପଣ ତ ପିନ୍ଧି କାମ କରନ୍ତି। ସଦା ତାର ରହସ୍ୟ ସେ ଜିନିଷ ଏଇଟା ହେଲା ସାଧୁର ଜିନିଷ। ଏଇଟା ହେଲା ଭାଇ ମଧ୍ୟ ସାଧୁ ରୂପରେ ଜୀବନ ଅତିବାହିତ କରୁଛନ୍ତି। ଆଜ୍ଞା, ଗୃହର ଭିତରେ ରହିଛି, ସଂସାର ଭିତରେ ରହିଛି, କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟ କରୁଛି, ମୁହଁରେ ଆଖି ଛଳ ଛଳ ହେଇଯାଉଛି। କାର୍ଯ୍ୟ ଭିତରେ ବି କାର୍ଯ୍ୟ କରି ଚାଲିଛି। ତେଣୁକରି ଲୋକଙ୍କୁ କାହିଁକି ଚିହ୍ନା ଦେବି ଯେ ମୁଁ କିଏ, ସେ କ'ଣ କାହିଁ କହିବାକୁ ଯିବି? ଲୋକ ଜାଣୁଥିବେ ଏ ମୂଲିଆ ଲୋକ, ମୂଲିଆ କାମ କରୁଛି। ତେଣୁକରି ମୁଁ ପ୍ରଭୁଙ୍କ ପାଖରେ ସଦାବେଳ ପାଇଁ ସେଇଟାକୁ ଭାବେ, ପ୍ରଭୁ ତୋର ଏଇ ଜିନିଷଟି ମୋ ଭିତରେ ଲୁଚିକି ଥାଉ। କେତେ ବର୍ଷ ହେଲାଣି? ଇଏ ବହୁତ ଦିନ ହେଇଗଲାଣି, ଆଜି ନୁହେଁ। ତଥାପି କେତେ 20-30 ବର୍ଷ? 1999 ମସିହା, 1999 ମସିହାରୁ। ମାନେ 27 ବର୍ଷ ହେଇଗଲାଣି, 28 ବର୍ଷ। ଆଜ୍ଞା, କିନ୍ତୁ ଭିତରେ ଥାଏ। ଆମ ଅଫିସରେ ସାର୍ ମାନେ କହିବେ, ମଳୟ ବାବୁ ଆପଣ ୟା ଭିତରେ ଏତେ ଡ୍ରେସ୍ ପିନ୍ଧିଛନ୍ତି, ଆପଣଙ୍କୁ ଗରମ ହେଉନି, ଆମେ ଖଣ୍ଡେ ଗଞ୍ଜି ଖଣ୍ଡେ ଖରାଦିନେ ପିନ୍ଧି ପାରୁନୁ, କିନ୍ତୁ ଅଥଚ ତୁମେ ଆକୁ ପିନ୍ଧି ସମ୍ଭାଳିଛ କେମିତି? ଆମେ କ'ଣ କହିବୁ? ଆମେ ସିଏ ତ ତା ଜିନିଷ ସିଏ ସମ୍ଭାଳିଛି, ଆମେ କିଏ ସମ୍ଭାଳିବା ପାଇଁ? ଏ ପୀଠ ବି ତାର, ସିଏ ତାର କରୁଛି, ଆମେ କିଏ? ଆଜ୍ଞା ଆଜ୍ଞା, ଇଏ ଆପଣଙ୍କର ଯାଜପୁର ଜିଲ୍ଲା, ଯାଜପୁର ଜିଲ୍ଲାର ଇଏ ଗୋଟେ ସୁଜନପୁର ପଞ୍ଚାୟତ ଅଛି, ଏରବାଙ୍ଗ ପଞ୍ଚାୟତ। ତା ଭିତରେ ନୌପଡ଼ା ଗାଁ, ନୌପଡ଼ା ଗାଁକୁ ମାନେ ପଚାରିଦେଲେ ବି ସୁଜନପୁରରେ ଓହ୍ଲେଇକି ଅନନ୍ତ ଶୟନ ବଟ କେଉଁଠି, ମାନେ ଏ ଜିନିଷ ଗୁପ୍ତରେ ଥିଲା। ଏଇ 2-3 ବର୍ଷ ହେଲା ମାନେ ଉଠିଲା, କିନ୍ତୁ ତା ଆଗରୁ ମହାପୁରୁଷଙ୍କ ପୀଠ ବୋଲି ସମସ୍ତେ ଜାଣନ୍ତି। ଆପଣଙ୍କର କଟକରୁ ଜଣେ ଯଦି ଆସିବା ପାଇଁ ଚାହେଁ, ସିଧା ବରୀ ବସ୍ରେ ବସିବେ, ସୁଜନପୁର ଓହ୍ଲେଇବେ, ସୁଜନପୁର ଛକ ବୋଲି ଅଛି, ସେଠି ଓହ୍ଲେଇବେ, ଓହ୍ଲେଇକି ଅନନ୍ତ ଶୟନ ବଟକୁ ଆସିପାରିବେ। କେନ୍ଦ୍ରାପଡ଼ାରୁ ଆସିଲେ ଆପଣ ଚଣ୍ଡିଖୋଲ ଆସିପାରିବେ, ଚଣ୍ଡିଖୋଲରୁ ସୁଜନପୁର ବସ୍ ବି ପାଇପାରିବେ। ନହେଲେ କୁଆଖିଆ ଆସିବେ, କୁଆଖିଆରୁ ବରୁଆଁ ଦେଇକି ସିଧା
ସୁଜନପୁର ପହଞ୍ଚିବେ। ଭକ୍ତ ଧର ଆସିବ ଏଠି ରହିବା ପାଇଁ ରାତିରେ ଧର ରହିବା ପାଇଁ ବ୍ୟବସ୍ଥା ଅଛି ଆରାମସେ ରହିପାରିବେ, କିଛି ଅସୁବିଧା ନାହିଁ, କିଛି ଅସୁବିଧା ନାହିଁ। ଯାହା ବହୁତ ବଢିଆ ବ୍ୟବସ୍ଥା ବି କରୁଛନ୍ତି ପ୍ରଭୁଙ୍କ କୃପାରୁ ଆଜି। ସେ ତା ଇଚ୍ଛା, ତାର ଯାହା କରିବାର ଅଛି ଆଗକୁ ସିଏ ତାର କରିବ। ଆମେ କିଏ? ଆମେ କେହି ନୁହେଁ। ଏତିକି ଜାଣିଛି ପିତାମାତାଙ୍କର ଆଶୀର୍ବାଦ ଅଛି, ଜେଜେବାପା ହରିଆଙ୍କର ଆଶୀର୍ବାଦ ଅଛି, ମୋର ଯେଉଁ ଗୁରୁଦେବ ଅଛନ୍ତି ବି ସୁଦ୍ଧା ପାଖରେ ବସିଛନ୍ତି, ତାଙ୍କର ବି ଆଶୀର୍ବାଦ ମୋ ଉପରେ ଅଛି। ତାଙ୍କୁ କୋଟି କୋଟି ଶରଣ, ତାଙ୍କ ଦରିଆରେ ଏ ଜିନିଷ ସବୁ କିଛି ହେଇଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।